ଯଦି ଦେଲେ ଦେଇଥାନ୍ତେ ବୋଲେ ସମସ୍ତେ 60 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଆପଣ 3,000 3,500 ଦେଇଥାନ୍ତେ ସେମାନଙ୍କୁ ଲାଗିଥାନ୍ତା। 80 ବର୍ଷରୁ ଅଧିକ ଦବାଟା ଏଇଟା ଗୋଟେ କିଛି ନାହିଁ, ଏଇଟା ଗୋଟେ ଆଶା ଗୋଟେ ବିଶ୍ୱାସ ହରାଇବା ଜିନିଷ ଗୋଟେ ହେଲା। ଆମର ଯୋଉ ବିଜେଡି ସରକାର ଥିଲା ତାପରେ ଯୋଉ ବିଜେପି ସରକାର ଆସିଲା ଶାସନକୁ ସେ ଡିକ୍ଲେୟାର କରିଥିଲା ଯେ ଆମର ଯୋଉ ଭତ୍ତା ଆମେ ଯୋଉ 1,000 ଟଙ୍କା ଦଉଥିଲୁ ତାକୁ 3,000 ଟଙ୍କା ଦେବା ପାଇଁ ଘୋଷଣା କରିଥିଲା। ଆଉ ଯୋଉମାନଙ୍କୁ 80 ବର୍ଷ ଉପରେ ହେବ ତା ପାଇଁ 3,500 ଡିକ୍ଲେୟାର କରିଥିଲା। କିନ୍ତୁ ଦୀର୍ଘ 100 ଦିନ ହେଇଗଲା କୌଣସି ଲୋକ ତାର ବେନିଫିଟେଡ୍ ହେଲେନି। ସେଥିପାଇଁ ଆମର ବିଜେପି ଦଳ ତରଫରୁ ଗତକାଲି ବି ଆମେ ବିକ୍ଷୋଭ କରିଥିଲୁ। ଯେହେତୁ ତାଙ୍କେ ଡିକ୍ଲେୟାର କରିଛନ୍ତି ତାଙ୍କେ ଦବାକୁ ବାଧ୍ୟ। ଆଉ ଗୋଟିଏ କଥା ଯୋଉଟାକି 50,000 ଟଙ୍କା ସୁଭଦ୍ରା ଯୋଜନା କରିଥିଲେ ସେଇଟା ବି ମିଳିଲାନି ଲୋକକୁ। ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କିଛି ବି ଲୋକ ପାଇଲେନି। ପୂର୍ବରୁ ଡିକ୍ଲେୟାର କରିଥିଲେ ଯେ ଯୋଉମାନଙ୍କୁ 60 ବର୍ଷରୁ ଉର୍ଦ୍ଧ୍ୱ ହବ, ଯୋଉ ଭିନ୍ନକ୍ଷମ ଏବଂ 60 ବର୍ଷରୁ ଅଧିକ ସବୁ ବୟସ୍କ ଲୋକମାନଙ୍କ ପାଇଁ ଯୋଉ ସାମାଜିକ ଭତ୍ତା ଦେବା ପାଇଁ ବୋଲି 3,000 ଟଙ୍କା ଲେଖେ ଘୋଷଣା କରିଥିଲେ। ଲୋକ ବହୁତ ଆଶା କରିଥିଲେ ଯେ ଯୋଉ ମହଙ୍ଗା ଯୁଗରେ ଗୋଟେ ପରିବାର ବା ମାନେ ସାଧାରଣ ଗରିବ ପରିବାରରେ ମଧ୍ୟ ସେମାନେ ଅଲଗା ହେଇକି ରହୁଛନ୍ତି, ସେମାନେ କିଛି ମାନେ ବଞ୍ଚିବା ପାଇଁ ଯୋଉ ସାହାରା ନଥାଉଛି ଚଳିବା ପାଇଁ ବହୁତ ଆଶା ଏବଂ ଆକାଂକ୍ଷା କରିକି ସେମାନେ ରହିଥିଲେ, ବିଶ୍ୱାସ ନେଇକି ରହିଥିଲେ। କିନ୍ତୁ ପରମୁହୂର୍ତ୍ତରେ ସରକାର ଏବେ ଡିକ୍ଲେୟାର କଲେ ଯେ 80 ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ 3,500 ଦେବା ପାଇଁ। ସାଧାରଣ ଲୋକ ଗୋଟେ ମାନେ ଗରିବ ଲୋକ ଗୋଟେ ବଗଟି ଜାଗା ଭିତରେ ଖୋଜିଲେ 50ରୁ ଅଧିକ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକ ମିଳିବେ। କିନ୍ତୁ ଆର ମାନେ କିଛି ନାହିଁ। ଆପଣ ଯଦି ଦେଲେ ଦେଇଥାନ୍ତେ ବୋଲେ ସମସ୍ତେ 60 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଆପଣ 3,000 3,500 ଦେଇଥାନ୍ତେ ସେମାନଙ୍କୁ ଲାଗିଥାନ୍ତା। 80 ବର୍ଷରୁ ଅଧିକ ଦବାଟା ଏଇଟା ଗୋଟେ କିଛି ନାହିଁ, ଏଇଟା ଗୋଟେ ଆଶା ଗୋଟେ ବିଶ୍ୱାସ ହରାଇବା ଜିନିଷ ଗୋଟେ ହେଲା। ଲୋକ ବହୁତ ମାନେ ବର୍ବାହତ, ସାଧାରଣ ଗରିବ ଲୋକରେ ବର୍ବାହତ। ମୁଁ ଅନୁରୋଧ କରିବି ସରକାରଙ୍କୁ ସାଧାରଣ ଯୋଉ 3,500 ନାଇଁ କରୁଛନ୍ତି 60 ବର୍ଷ ଉର୍ଦ୍ଧ୍ୱ ସମସ୍ତେ ବୃଦ୍ଧା ଭିନ୍ନକ୍ଷମ ମାନଙ୍କୁ ଦିଆଯାଉ। ଯେ ଗୋଟେ ନିମ୍ନ ଆୟକାରୀ ପରିବାର, ମଧ୍ୟବିତ୍ତ ପରିବାର, ନିମ୍ନ ଗାଁ ଗହଳ ଲୋକମାନେ, ରୁରାଲ ଲୋକମାନେ ସେମାନଙ୍କ ଆୟୁ ହଉଛି 60 ବର୍ଷରୁ ଅଧିକ ନୁହଁ। ମାନେ ହାରାହାରି ଦେଖିଲେ ଆମେ ଯୋଉ 80 ବର୍ଷ ପରେ କହିବା ତାହା ତ ବହୁତ ବିରଳ, ଏଇଟା କହିବାର କିଛି ମାନେ ନାହିଁ, କିଛି ନାହିଁ। ହେଲେ ଆପଣ ଯଦି ଆଉ ଗୋଟେ ଲୋକ ଚଳିବା ପାଇଁ, ଗୋଟେ ପରିବାର ପ୍ରତିପୋଷଣ କରିବା ପାଇଁ ଦିନକୁ 3,000 ଟଙ୍କା ଦେଲେ ଦିନକୁ 100 ଟଙ୍କା ପଡ଼ିବ, ସେଥିରେ ସେ ଚଳିବ। ମାନେ ଆପଣଙ୍କୁ ଚାଉଳ ଦଉଛନ୍ତି, ସବୁ ଦଉଛନ୍ତି, ଚଳି ଯାଇପାରନ୍ତ। ଆପଣ ଯୋଉ 1,000 ଟଙ୍କା ଦଉଛନ୍ତି, 1,000 ଟଙ୍କା ମାନେ କିଛି ନାହିଁ। ଆଜିକାଲି ମହଙ୍ଗା ଦୁନିଆରେ ଚଳିବାଟା କଷ୍ଟ। ଆଉ ଆମକୁ ଆଶା ଦେଇକିରି ଆଶା ଉପରେ ବିଶ୍ୱାସଘାତ କରିବାଟା ଠିକ ହେଉଛି। ଆଗରୁ 200 ଟଙ୍କା ଥିଲା, 300 ଥିଲା, ତାପରେ 500 ହେଲା, ପୁଣି 700 ହେଲା। ତାପରେ ଆମେ ପ୍ରତିବାଦ 1,000 ଟଙ୍କା ଥିଲା ଇଲେକ୍ସନ ପୂର୍ବରୁ ଆମର ଯୋଉ ବର୍ତ୍ତମାନ ମୋହନ ସରକାର ଚାଲିଛି, ବିଜୁ ସରକାର, ସେ କହିଥିଲେ 3,000 ଟଙ୍କା ଦେବେ ବୋଲି। ଆଜି ପର୍ଯ୍ୟନ୍ତ ପୂରଣ ହେଇପାରିଲାନି। ପରେ ଶୁଣାଗଲା ଯେ 80 ବର୍ଷ ଉର୍ଦ୍ଧ୍ୱ ହିଁ 3,500 ଦିଆଯିବ। ସେଟା ଆଜି ପର୍ଯ୍ୟନ୍ତ ହେଇପାରିଲାନି। ଆଉ କେବେ ଦେଖାଯାଉଛି 80 ବର୍ଷ ଉର୍ଦ୍ଧ୍ୱ ଲୋକ ଗୁଡ଼ା ଗୋଟେ ସଗାଣ ପଳଉଛନ୍ତି, କିଛି ପାଇପାରୁନାହାନ୍ତି। ଆଶା ମାନେ ଯାଉଛନ୍ତି ହାତ ଧରି କାଳେ ହେଇଥିବ, ଆସି ଦୁଃଖରେ ଫେରି ଆସୁଛନ୍ତି। ଆଉ କେବେ ଏମିତି କରୁ 6 ମାସ ହେଇଗଲା, ଧୀରେ ଧୀରେ ପୁରା 5 ବର୍ଷ ହେଇଯିବ ନା କ'ଣ? ନିହାତି ଆବଶ୍ୟକ ବାଧ୍ୟ ଭତ୍ତା ସରକାର ଦେବା ଆବଶ୍ୟକତା ଅଛି।